ଆମେ ଅ ଆ ପଢିଥିଲୁ ତାପରେ ସେ ଶବ୍ଦ ପଢିଲୁ ନାହିଁ ଖାଲି କ ଅ ୟ ଲ ଏଗୁଡ଼ା ସବୁ ଶବ୍ଦ ଜାଣିଲୁ ଅକ୍ଷରରେ କଣ କଣ ଶବ୍ଦ ହେଇପାରୁଛି ଜାଣିଲୁ କି ନାହିଁ ଜାଣିଲୁ। ବର୍ତ୍ତମାନ ଆମେ ମାତ୍ରା ଲଗାଇକି ଶିଖିବା ଆ ଇ ଉ ଦୀର୍ଘ ଇ ଉ ଏସବୁରେ କଣ କଣ ଶବ୍ଦ ହେଇପାରୁଛି ସେଗୁଡ଼ା ପଢିବା। ଆମେ ବର୍ତ୍ତମାନ ଦେଖିବା ଆ ରେ କଣ କଣ ଶବ୍ଦ ହେଇପାରୁଛି। ଏଟା ଆ ଲେଖା ହେଇଛି ମୁଁ କହିବି ତମେ କହିବ ବସ। ଆ ରେ ଆକାର ଲଗେଇବି କୋ ଆକାରେ କା ଅଳ ବୋଲେ ଆକାର ଲାଗିଛି କାଳ। ତାପରେ କଣ ଲେଖା ହେଇଛି ପାଠ ଓ ଆକାରେ ପାଠ ପାଠ। ତାପରେ ରାଗ ର ଆକାରେ ରା ଗ ରାଗ। ଆଉ ଦୁଇଟା ଅଛି କିଏ ପଢି ପାରିବ? ଏଟା କଣ ଲେଖା ହେଇଛି କହିଲ? ଆଠ ଆ ଠ ଆଠ। ଆଉ ଗୋଟେ କିଏ ପଢି ପାରିବ? ପଢିଲ ବାମ। ଆଚ୍ଛା ମୁଁ ଏଇଟା କଣ ଲେଖା ହେଇଛି ମୁଁ ପଢେଇ ଦେଇ ଯାଇଥିଲି କିଏ କହି ପାରିବ? ଗୁଡ ବସ। ଆକାରରେ ଜାଣିଲେ ବର୍ତ୍ତମାନ ଆମେ ଦୀର୍ଘିକାର ଜାଣିବା। କଣ ଦୀର୍ଘଇକାର? ଦୀର୍ଘଇକାରରେ କହିଲେ କହିବ ଦୀପ ଦର ଦୀର୍ଘଇ ପ ଦୀର୍ଘଇକାର ଲାଗିଲା ଦର ଦୀର୍ଘଇ ପ ଦୀପ। ତାପରେ କଣ ଲେଖା ହେଇଛି ନଦୀ ଦନ୍ତେ ନ ଦର ଦୀର୍ଘଇ ନଦୀ। ଏଟା କଣ ଲେଖା ହେଇଛି ଧନୀ ଧ ଦନ୍ତ ନ ଦୀର୍ଘଇ ଧନୀ। ଏଟା କଣ ବୀଣା ପଦ ଦୀର୍ଘଇ ବି ନା ବୀଣା। ଏଟା କଣ ଦନ୍ତ ନା ଆକାରେ ନା ପଦ ଦୀର୍ଘଇ ରି ନାରୀ। ଆଚ୍ଛା ଆକାର ଶିଖିଲେ ଇକାର ଶିଖିଲେ ବର୍ତ୍ତମାନ ଆମେ ଉକାର ଶିଖିବା। କଣ ଶିଖିବା? ଉକାର। ଉକାର ପ୍ରଥମେ କଣ ମୁଁ ପଢୁଛି ତାପରେ ତମେ ଦୁଇଟା ଶୁଣି ସାରିଲା ପରେ କହିବ। ଇକାର ଶିଖିଥିଲୁ ଇକାର ବୋଲେ ତାଲକୁ ସର ସି ଇ ତାପରେ ସୁ ତାଲକୁ ସର ସୁ ସି ସୁ। ତାପରେ ଏଟା କଣ ଲାଗିଛି ପଶୁ ପ ତାଲକୁ ସର ସୁ ପଶୁ। ଏଟା କଣ ଲେଖା ହେଇଛି କିଏ କହିବ? ଧନୁ ଧ ଧନ୍ତନ ସୌ ଧନୁ। ଏଟା କଣ ବାୟୁ ବ ପରାକାରେ ବା ଅସ୍ତପୟ ସୌ ଉ ବାୟୁ। ଏଟା କଣ ରୁଚି ର ସୌ ରୁ চ সইচি রুচি। আচ্ছা আমি আর ଗୋଟେ শিখবা। ইকার শিখবা কোন ইকার ইকার বলে ঘর সই ঘি অ ঘিয় রাতি র আকারে রাত চ সইতি রাতি মাছি ম আকারে মা ছ সইছি মাছি পিতা অহসই পি তো আকারে তা পিতা বিবা দহসই বি ব আকারে বা বিবা। আচ্ছা তাহলে আজ আমরা কোন কোন শিখিলে? আকার শিখিলে হর্ষিকার শিখিলে দীর্ঘইকার শিখিলে হর্ষকার শিখিলে। ঠিক আছে বস।